ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଏଫେସୀୟ 5 ପର୍ବର 33 ପଦରୁ ଆରମ୍ଭ କରି 6 ପର୍ବର ପ୍ରଥମ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଆମମାନେ ସେହି ବିଶ୍ୱାସୀ ମଣ୍ଡଳୀ ବିଷୟ ନେଇ ଆଲୋଚନା କରୁଅଛୁ, ଯାହାକି ଖ୍ରୀଷ୍ଟଙ୍କର କନ୍ୟା ହେବା ପାଇଁ ଯାଉଅଛି। ଆସନ୍ତୁ ତେବେ ଏହି 5 ପର୍ବର 33 ପଦଟିକୁ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ଲେଖା ଅଛି, ଯାହା ହେଉ ତୁମେମାନେ ପ୍ରତ୍ୟେକ ମଧ୍ୟ ଆପଣା ଆପଣା ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କର, ଆଉ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକି ଭକ୍ତି କରୁ। ଏଠାରେ ଆମେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ବାସ୍ତବ ପ୍ରେମର ସମ୍ପର୍କ ବିଷୟ ନେଇ ଲକ୍ଷ୍ୟ କରିବାକୁ ପାରୁଅଛୁ। ସ୍ୱାମୀ ସ୍ତ୍ରୀକୁ ଆତ୍ମତୁଲ୍ୟ ପ୍ରେମ କରିବା ଉଚିତ ଓ ସ୍ତ୍ରୀ ମଧ୍ୟ ଆପଣା ସ୍ୱାମୀକି ଭକ୍ତି କରିବା ଉଚିତ। ବିବାହ ବିଷୟ ନେଇ ଏହା ହେଉଛି ଏକ ବ୍ୟବହାରିକ ଅଂଶ। ଏହା ଦୈନନ୍ଦିନ ଜୀବନରେ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ କାର୍ଯ୍ୟକାରୀ ହେବା ଆବଶ୍ୟକ। ଏହା ପରସ୍ପର ମଧ୍ୟରେ ଏକ ପ୍ରେମର ଭାବର ଆଦାନ ପ୍ରଦାନକୁ ପ୍ରକାଶ କରେ। ମାତ୍ର ଆଜି ମନୁଷ୍ୟର ପାପ ଏହି ପବିତ୍ର ସମ୍ପର୍କକୁ କ୍ଷୁଣ୍ଣ କରିଅଛି। ଆଜି ପରିବାର ମଧ୍ୟରେ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ମଧ୍ୟରେ ବାସ୍ତବ ପ୍ରେମ ଓ ସହାନୁଭୂତି ନାହିଁ। ଈଶ୍ୱର ଯେଉଁ ମହତ୍ ଅଭିମତ ନେଇ ସ୍ୱାମୀ ଓ ସ୍ତ୍ରୀକୁ ସଂଯୁକ୍ତ କରିଥିଲେ, ତାହାଙ୍କର ସେହି ଅଭିମତ ସଫଳ ହୋଇପାରୁନାହିଁ। ବିବାହ ଈଶ୍ୱରଙ୍କ ଦୃଷ୍ଟିରେ ପବିତ୍ର ତଥା ଆଦରଣୀୟ ସତ, ମାତ୍ର ମନୁଷ୍ୟ ତହିଁରେ ବିଘ୍ନ ଘଟାଏ। କିନ୍ତୁ ଆପଣ ଯଦି ଏହି ସମ୍ପର୍କକୁ ନିଜର କରିବାକୁ ଚାହାନ୍ତି, ତାହେଲେ ଆପଣ ନିଶ୍ଚିତ ଭାବେ ଏକ ସୁଖକର ତଥା ଶାନ୍ତିକର ଦାମ୍ପତ୍ୟ ତଥା ପାରିବାରିକ ଜୀବନ ଅତିବାହିତ କରିପାରିବେ। ସେଥିପାଇଁ ପାଉଲ କହନ୍ତି, ସେହିପରି ସ୍ୱାମୀମାନଙ୍କର ମଧ୍ୟ ଆପଣା ଆପଣା ସ୍ତ୍ରୀମାନଙ୍କୁ ନିଜ ନିଜ ଶରୀର ସଦୃଶ ପ୍ରେମ କରିବା ଉଚିତ। ଏହା ହିଁ ହେଉଛି ବାସ୍ତବ ପ୍ରେମ ଓ ଏହା ଏହିପରି ଏକ ସ୍ୱାମୀକୁ ପ୍ରକାଶ କରେ, ଯାହା ନିକଟରେ ସ୍ତ୍ରୀ ବଶୀଭୂତା ହୋଇ ରହେ। ସ୍ୱାମୀ ଓ ସ୍ତ୍ରୀ ପରିବାର ମଧ୍ୟରେ ଏପରି ସମ୍ପର୍କ ତଥା ଦାମ୍ପତ୍ୟ ଜୀବନ ଅତିବାହିତ କରିବା ଉଚିତ, ଯାହାକି ସେହି ଆଗାମୀ ମହିମାର ନିଗୂଢ଼ ରହସ୍ୟକୁ ପ୍ରକାଶ କରିପାରିବ ଓ ଈଶ୍ୱରଙ୍କର ଗୌରବ ଓ ମହିମା ପ୍ରକାଶ କରିପାରିବ। କାରଣ ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ଖ୍ରୀଷ୍ଟ ଓ ମଣ୍ଡଳୀ ମଧ୍ୟରେ ଥିବା ସମ୍ପର୍କକୁ ପ୍ରକାଶ କରୁଥିବାରୁ ଏହି ସମ୍ପର୍କ ପବିତ୍ର ତଥା ଅନିନ୍ଦନୀୟ ହେବା ଆବଶ୍ୟକ। କାରଣ ମଣ୍ଡଳୀ ସେହି ଆଗାମୀ ଭବିଷ୍ୟତରେ ଖ୍ରୀଷ୍ଟଙ୍କର କନ୍ୟା ରୂପେ ଗୃହୀତା ହୋଇ ବିବାହ କରିବାକୁ ଯାଉଅଛି ଓ ଖ୍ରୀଷ୍ଟ ତାହାକୁ ଆପଣା ନିକଟରେ ନିଖୁନ୍ତ, ନିଷ୍କଳଙ୍କ ଓ ଦୋଷରହିତ କରି ଉପସ୍ଥାପିତ କରିବାକୁ ଯାଉଅଛନ୍ତି, ଯେପରି ମଣ୍ଡଳୀ ପାପରହିତ ହୋଇ ପବିତ୍ର ଓ ଅନିନ୍ଦନୀୟ ହୁଏ ଓ ଖ୍ରୀଷ୍ଟଙ୍କର ଗୌରବ ରକ୍ଷା କରିବାକୁ ପାରେ। ପ୍ରିୟ ବନ୍ଧୁ, ଖ୍ରୀଷ୍ଟୀୟ ମଣ୍ଡଳୀ ସହିତ ଖ୍ରୀଷ୍ଟୀୟ ପରିବାର ତଥା ଖ୍ରୀଷ୍ଟ ବିଶ୍ୱାସୀର ମଧ୍ୟ ସମ୍ପର୍କ ରହିଅଛି। ଖ୍ରୀଷ୍ଟ ବିଶ୍ୱାସୀର ଖ୍ରୀଷ୍ଟୀୟ ଜୀବନ ତାହାର ପରିବାରକୁ ପ୍ରଭାବିତ କରେ ଓ ତାହାର ପାରିବାରିକ ଜୀବନ ତାହାର ମାଣ୍ଡଳିକ ଜୀବନକୁ ମଧ୍ୟ ପ୍ରଭାବିତ କରେ। ତେଣୁ ଯଦି ଆମେ ଖ୍ରୀଷ୍ଟୀୟ ମଣ୍ଡଳୀକି ସୁଦୃଢ଼ କରିବାକୁ ଚାହୁଁ ଓ ଖ୍ରୀଷ୍ଟଙ୍କ ନିକଟରେ ପବିତ୍ର ଓ ଅନିନ୍ଦନୀୟ ହେବାକୁ ଚାହୁଁ, ତାହେଲେ ପ୍ରଥମେ ଆମର ବ୍ୟକ୍ତିଗତ ଜୀବନରେ ଆମେ ପବିତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଆତ୍ମାଙ୍କ ଫଳ ଧାରଣ କରିବାକୁ ହେବ ଓ ତାହାକୁ ଆମମାନଙ୍କର ଦୈନନ୍ଦିନ ଜୀବନରେ ଫଳପ୍ରଦ କରାଇବାକୁ ହେବ। ଏଥିସହିତ ଆମମାନଙ୍କର ପାରିବାରିକ ଜୀବନକୁ ଶୃଙ୍ଖଳିତ ତଥା ଆଦର୍ଶମୟ କରିବାକୁ ହେବ। ବିଶେଷତଃ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ବାସ୍ତବ ପ୍ରେମ ଓ ସହାନୁଭୂତିର ସମ୍ପର୍କ ସ୍ଥାପନ କରି ଏହାର ବାସ୍ତବ ପବିତ୍ରତା ରକ୍ଷା କରିବାକୁ ହେବ, ଯଦ୍ୱାରା ଏହା ମଣ୍ଡଳୀ ଓ ଖ୍ରୀଷ୍ଟଙ୍କ ମଧ୍ୟରେ ଥିବା ନିବିଡ଼ ପ୍ରେମର ସମ୍ପର୍କକୁ ଅଧିକ ସୁଦୃଢ଼ କରାଇବାରେ ସହାୟକ ହୋଇପାରିବ ଓ ସେହି ଭବିଷ୍ୟତରେ ଖ୍ରୀଷ୍ଟଙ୍କ ସହିତ କନ୍ୟା ରୂପକ ମଣ୍ଡଳୀର ପବିତ୍ର ପ୍ରଣୟର ଗୁପ୍ତ ରହସ୍ୟକୁ ପ୍ରକାଶ କରିପାରିବ। ବର୍ତ୍ତମାନ ଆମେ ଏଫେସୀୟ 6 ପର୍ବ ମଧ୍ୟକୁ ଯିବା। ଏଠାରେ ମୁଁ ଆପଣଙ୍କୁ ସ୍ମରଣ କରାଇ ଦିଏ ଯେ ଏଫେସୀୟ ପ୍ରଥମ ପର୍ବରେ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏକ ଶରୀର ରୂପେ ଦେଖିଥିଲୁ, ଯାହାର ମସ୍ତକ ହେଉଛନ୍ତି ଖ୍ରୀଷ୍ଟ ଓ ଖ୍ରୀଷ୍ଟ ବିଶ୍ୱାସୀମାନେ ଏକ ଶରୀର ରୂପେ ତାହାଙ୍କଠାରେ ସଂଯୁକ୍ତ। ସେହିପରି 2 ପର୍ବରେ ଆମେ ଖ୍ରୀଷ୍ଟୀୟ ମଣ୍ଡଳୀକୁ ଏକ ମନ୍ଦିର ସ୍ୱରୂପେ ଲକ୍ଷ୍ୟ କରିବାକୁ ପାରିଲୁ, ଯେଉଁଠାରେ କି ବାସ୍ତବ ଖ୍ରୀଷ୍ଟ ବିଶ୍ୱାସୀମାନେ ସମବେତ ହୋଇ ଈଶ୍ୱରଙ୍କର ଉପାସନା କରନ୍ତି ଓ ଈଶ୍ୱରଙ୍କ ପବିତ୍ର ଉପସ୍ଥିତି ସେ ସ୍ଥାନରେ ବିଦ୍ୟମାନ ଥାଏ। ମାତ୍ର ଈଶ୍ୱର ହସ୍ତନିର୍ମିତ ମନ୍ଦିରରେ ବାସ କରନ୍ତି ନାହିଁ,
ସେହିପରି 3 ପର୍ବରେ ଆମେ ମଣ୍ଡଳୀ ଯେ ଏକ ନିଗୂଢ଼ ତତ୍ତ୍ୱ ବା ଗୁପ୍ତ ରହସ୍ୟ ତାହା ଲକ୍ଷ୍ୟ କରିଥିଲୁ, ଯାହାକି ଈଶ୍ୱର ନୂତନ ନିୟମରେ ପ୍ରେରିତ ଓ ଭାଓବାଦୀମାନଙ୍କ ମୁଖ ଦ୍ୱାରା ପ୍ରକାଶ କଲେ। ଆଉ ସେହି ନିଗୂଢ଼ ତତ୍ତ୍ୱ ହେଉଛି ଯେ ସୁସମାଚାର ଦ୍ୱାରା ଖ୍ରୀଷ୍ଟ ଯୀଶୁଙ୍କଠାରେ ବିଜାତିମାନେ ଅର୍ଥାତ୍ ଆମ୍ଭେମାନେ ମଧ୍ୟ ଅଂଶାଧିକାରୀ, ଏକ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଓ ପ୍ରତିଜ୍ଞାର ସହଭାଗୀ ଅଟୁ। ସେହିପରି 4 ପର୍ବରେ ମଣ୍ଡଳୀକୁ ଏକ ନୂତନ ମନୁଷ୍ୟ ରୂପେ ଉପସ୍ଥାପିତ କରାଯାଇଅଛି, ଯାହାକି ବିଶ୍ୱାସୀମାନେ ଆତ୍ମିକ ଜୀବନରେ ନୂତନୀକୃତ ହୋଇ ନୂତନ ଶରୀର ରୂପ ଖ୍ରୀଷ୍ଟୀୟ ମଣ୍ଡଳୀରେ ପରିଣତ ହୁଅନ୍ତି ଓ ଏକ ନୂତନ ଜୀବନ ଯାପନ କରନ୍ତି। ସେହି 5 ପର୍ବରେ ମଣ୍ଡଳୀକୁ ଖ୍ରୀଷ୍ଟଙ୍କ କନ୍ୟା ରୂପେ ଉପସ୍ଥାପିତ କରାଯାଇଅଛି, ଯାହାକି ବର୍ତ୍ତମାନ ଏହା ଖ୍ରୀଷ୍ଟଙ୍କ ପ୍ରତି ବାଗ୍ଦତ୍ତା ହୋଇଅଛି, କିନ୍ତୁ ଭବିଷ୍ୟତରେ ସେ ଏହି ଜଗତରୁ ଅପସାରିତ ହୋଇ ସେହି ମଧ୍ୟାକାଶରେ ଖ୍ରୀଷ୍ଟଙ୍କ ସହିତ ମିଳିତ ହେବା ପରେ ଖ୍ରୀଷ୍ଟଙ୍କର କନ୍ୟା ରୂପେ ଗୃହୀତ ହେବାକୁ ଯାଉଅଛି, ଯାହାକି ଆମେ ପ୍ରକାଶିତ 21 ପର୍ବର 2 ପଦ ଓ 9 ପଦରେ ଲକ୍ଷ୍ୟ କରିବାକୁ ପାରୁ। କିନ୍ତୁ ବର୍ତ୍ତମାନ ଏହି 6 ପର୍ବରେ ମଣ୍ଡଳୀକୁ ଏକ ସୈନିକ ବା ଯୋଦ୍ଧା ହିସାବରେ ଉପସ୍ଥାପିତ କରାଯାଏ। ସୈନିକର ସମ୍ପର୍କ, ସୈନିକର ଶତ୍ରୁ, ସୈନିକର ସୁରକ୍ଷା, ସୈନିକର ଆଦର୍ଶ। ଶେଷରେ ଆମେ ଦେଖୁ ପାଉଲ ଖ୍ରୀଷ୍ଟଙ୍କର ଏକ ଉତ୍ତମ ଯୋଦ୍ଧା ଥିଲେ। ବର୍ତ୍ତମାନ ଆମେ ଏହି ପର୍ବରେ ଲକ୍ଷ୍ୟ କରିବାକୁ ଯିବା ଯେ ଖ୍ରୀଷ୍ଟ ବିଶ୍ୱାସୀ ଖ୍ରୀଷ୍ଟଙ୍କ ନିମନ୍ତେ ଏକ ଉତ୍ତମ ଯୋଦ୍ଧା ବା ସୈନିକ ଭାବେ କାର୍ଯ୍ୟ କରେ। ବର୍ତ୍ତମାନର ଜଗତରେ ମଣ୍ଡଳୀ ଖ୍ରୀଷ୍ଟଙ୍କର ଏକ ଉତ୍ତମ ଯୋଦ୍ଧା ହେବାକୁ ଅଛି। ଏଫିସିରେ ଦିଆନାର ଏକ ମସ୍ତବଡ଼ ମନ୍ଦିର ଥିଲା, ଯାହାକି ପାଶ୍ଚାତ୍ୟ ଜଗତର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଅନ୍ୟତମ। ଏହା ସମସ୍ତ ଦେବାଦେବୀର ଉପାସନା ସ୍ଥଳ ରୂପେ ପରିଚିତ ଥିଲା। ଏହା ଅତି ଅନୈତିକତାର ବିଷୟ ଥିଲା। ଏହା ଏଫିସୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ନିମନ୍ତେ ଏକ ସମୟ ଥିଲା ସେମାନଙ୍କର ଶତ୍ରୁକୁ ଚିହ୍ନିବା ନିମନ୍ତେ। ତେବେ ସେହି ଏଫିସୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଯେ ଶତ୍ରୁ ଥିଲେ ତାହା ନୁହେଁ, ଆଜି ଆମମାନଙ୍କର ମଧ୍ୟ ଶତ୍ରୁ ଅଛନ୍ତି। ଆମମାନଙ୍କର ଶତ୍ରୁ ସେହି ଦିଆନାର ମନ୍ଦିରରେ ଉପାସନା କରିବାର ଶତ୍ରୁ ନୁହେଁ, ମାତ୍ର ଏକ ଅଦୃଶ୍ୟ ଶତ୍ରୁ, ଯାହାକି ଅତି ଭୟଙ୍କର, ଯାହା ସହିତ ଯୁଦ୍ଧ କରି ବିଜୟୀ ହେବା ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ସେତେ ସହଜ ବିଷୟ ନୁହେଁ ବା ସମ୍ଭବ ନୁହେଁ। ଆଉ ସେହି ଶତ୍ରୁ ହେଉଛି ଶୟତାନ, ଏକ ଆତ୍ମିକ ଶତ୍ରୁ। ଏହି 6 ପର୍ବର ପ୍ରଥମ ଭାଗରେ ଆମେ ପିଲାମାନଙ୍କୁ, ପିତାମାନଙ୍କୁ ଓ ଦାସମାନଙ୍କୁ ଓ ମୁନିବମାନଙ୍କୁ ଉପଦେଶ ଦିଆଯାଇଥିବାର ଲକ୍ଷ୍ୟ କରିବାକୁ ପାରିବା। ଯଦିଓ ଏହା ଜଣେ ଯୋଦ୍ଧା ବିଷୟ ନେଇ କୌଣସି ସାମଞ୍ଜସ୍ୟ ଥିବାର ପରିଲକ୍ଷିତ ହୁଏ ନାହିଁ, ମାତ୍ର ସେ ଯାହା ହେଉନା କାହିଁକି ଯୋଦ୍ଧା ଯେ କେବଳ ସେହି ସୈନିକ ଶିବିରରେ ତାଲିମପ୍ରାପ୍ତ ହୋଇ ଯୋଦ୍ଧାରେ ପରିଣତ ହୁଏ ତାହା ନୁହେଁ, ମାତ୍ର ଏହା ତାହାର ବାଲ୍ୟାବସ୍ଥାରୁ ତାହାର ଗୃହରୁ ମଧ୍ୟ ଆରମ୍ଭ ହୋଇଥାଏ। ଜଣେ ଯୋଦ୍ଧାର ପ୍ରସ୍ତୁତି ଗୃହରୁ ଆରମ୍ଭ ହେବା ଉଚିତ ବା ପରିବାରରୁ ଆରମ୍ଭ ହେବା ଉଚିତ, ଯେତେବେଳେ କି ସେ ବାଲ୍ୟାବସ୍ଥାରେ ଥାଏ। କିନ୍ତୁ ମଣ୍ଡଳୀ ମଧ୍ୟରେ ନୁହେଁ କିମ୍ବା ବାଇବଲ ଅଧ୍ୟୟନ ଶ୍ରେଣୀରେ ନୁହେଁ, କାରଣ ପରିବାର ହେଉଛି ମୂଳଦୁଆ, ଯେଉଁଠାରେ କି ସେ ପ୍ରଥମେ ଶିକ୍ଷା ଗ୍ରହଣ କରିଥାଏ। ଆଜି ଯୁବାଯୁବତୀମାନଙ୍କର ପ୍ରଧାନ ସମସ୍ୟା ହେଉଛି ଯେ ସେମାନେ ନିଜର ପରିବାର ମଧ୍ୟରେ ଉପଯୁକ୍ତ ଭାବେ ଶିକ୍ଷା ଗ୍ରହଣ କରିନଥାନ୍ତି କିମ୍ବା ଶୃଙ୍ଖଳିତ ହୋଇନଥାନ୍ତି। ତେଣୁକରି ସେମାନଙ୍କର ଜୀବନ ଅତି ବିଶୃଙ୍ଖଳିତ ହୋଇଯାଏ, କାରଣ ପ୍ରକୃତ ତାଲିମର ଅର୍ଥ ହେଉଛି ଶୃଙ୍ଖଳା। ପ୍ରଥମେ ଆମେ ଏହି ଖ୍ରୀଷ୍ଟୀୟ ଯୋଦ୍ଧାର ସମ୍ପର୍କ ବିଷୟ ନେଇ କିଛି ଆଲୋଚନା କରିବାକୁ ଯିବା। 6 ପର୍ବର ପ୍ରଥମ ପଦରେ ଏହିପରି ଲେଖା ଅଛି, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ, କାରଣ ତାହା ଯଥାର୍ଥ। ଏହା ଯଥାର୍ଥ, ଯେହେତୁ ଏହା ଈଶ୍ୱରଙ୍କ ଇଚ୍ଛାନୁମୋଦିତ, ଈଶ୍ୱରଙ୍କର ସନ୍ତୋଷଜନକ। ଏହିପରି କରିବା ଅତି ଉତ୍ତମ ଓ ଧାର୍ମିକତାର ବିଷୟ, ଯେହେତୁ ଏହା ଈଶ୍ୱରଙ୍କର ମନୋରମତ ବିଷୟ। ପ୍ରଥମତଃ ଜଣେ ଯୋଦ୍ଧା ନିଜର ଉପରିସ୍ଥ ତଥା ଅଭିଭାବକମାନଙ୍କର ବାଧ୍ୟ ହେବା ଉଚିତ। ସେ ପିତାମାତା ତଥା ଗୁରୁଜନମାନଙ୍କର ଆଦେଶକୁ ପାଳନ କରିବା ଉଚିତ, କାରଣ ଜଣେ ଯୋଦ୍ଧା ବାଧ୍ୟ ହେବା ବିଷୟକୁ ଶିକ୍ଷା କରିବା ପରେ ସେ ଉଚ୍ଚ ପଦକୁ ଉନ୍ନୀତ ହୁଏ।
ଯେଉଁଠାରେ କି ସେ ଅନ୍ୟମାନଙ୍କୁ ଆଦେଶ ଦିଏ। କାରଣ ଆଦେଶ ଦେବାକୁ ହେଲେ ବାଧ୍ୟତା ପ୍ରକୃତରେ କ'ଣ ତାହା ସେ ନିଜେ ଭଲ ଭାବେ ଶିକ୍ଷା କରିବା ଆବଶ୍ୟକ। ତେଣୁକରି ଏହି ବାଧ୍ୟତା ସେ ବିଶେଷ କରି ପିତାମାତା ଓ ପୁତ୍ର ମଧ୍ୟରେ ଥିବା ସମ୍ପର୍କ ମଧ୍ୟ ଦେଇ ଶିକ୍ଷା କରିଥାଏ। ବିଜୟୀ ଖ୍ରୀଷ୍ଟୀୟ ଜୀବନ ପରିବାର ମଧ୍ୟରୁ ହିଁ ଆରମ୍ଭ ହୋଇଥାଏ। ଆପଣ ଜାଣିଥିବେ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜର ବାଲ୍ୟାବସ୍ଥାରେ ନାଜରିତକୁ ଯାଇ ନିଜର ପିତାମାତା ଯୋସେଫ ଓ ମରିୟମଙ୍କର ବଶୀଭୂତ ହୋଇ ତାହାଙ୍କର ଅଧୀନରେ ଥିଲେ। ତେବେ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ବିଷୟ ଆମେ ଏହି ପଦ ମଧ୍ୟରେ ବିଚାରକୁ ଆଣିପାରିବା। ପ୍ରଥମତଃ ଏହା ଜଣାପଡ଼େ ଯେ ପାଉଲ ଏଠାରେ ଏକ ଖ୍ରୀଷ୍ଟ ବିଶ୍ୱାସୀ ପରିବାର ବିଷୟ ନେଇ ପ୍ରକାଶ କରନ୍ତି, ଏକ ଗୃହ ଯାହାକି ସେ 5 ପର୍ବରେ ବୈବାହିକ ସମ୍ପର୍କ ନେଇ ଆଲୋଚନା କରି ଆସୁଥିଲେ। ସନ୍ତାନମାନଙ୍କର ପିତାମାତାଙ୍କ ପ୍ରତି ବାଧ୍ୟତା ପ୍ରଭୁଙ୍କ ସକାଶେ ହେବା ଉଚିତ। ଖ୍ରୀଷ୍ଟ ବିଶ୍ୱାସୀ ପିତାମାତା ସେମାନଙ୍କର ସନ୍ତାନମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଦାବି କରିବାର ଅଧିକାର ଅଛି। ସେମାନେ ସେମାନଙ୍କର ସନ୍ତାନମାନଙ୍କୁ ପ୍ରଭୁଙ୍କ ନିମନ୍ତେ ବଢ଼ାଇ ପାରିବେ। ଏପରିକି ଯେଉଁ ପରିବାର ମଧ୍ୟରେ ପିତା କିମ୍ବା ମାତାଙ୍କ ମଧ୍ୟରୁ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଅଛି, ସେ ମଧ୍ୟ ନିଜର ସନ୍ତାନମାନଙ୍କୁ ପ୍ରଭୁଙ୍କ ନିମନ୍ତେ ଦାବି କରିପାରିବାର ଅଧିକାର ତାହାର ଅଛି। ପ୍ରଥମ କରନ୍ଥୀୟ 7 ପର୍ବର 14 ପଦରେ ଲେଖା ଅଛି, କାରଣ ଅବିଶ୍ୱାସୀ ସ୍ୱାମୀ ଭାର୍ଯ୍ୟା ହେତୁ ସୂଚୀ କରାଯାଇଅଛି, ଆଉ ଅବିଶ୍ୱାସିନୀ ଭାର୍ଯ୍ୟା ସ୍ୱାମୀ ହେତୁ ସୂଚୀ କରାଯାଇଅଛି। ତାହା ନହେଲେ ତୁମମାନଙ୍କର ସନ୍ତାନମାନେ ଅଶୁଚି ହୁଅନ୍ତେ, କିନ୍ତୁ ଏବେ ସେମାନେ ସୂଚୀ। ତେବେ ଏହାର ଅର୍ଥ ନୁହେଁ ଯେ ଜଣେ ନିଜର ପିତାମାତା ଖ୍ରୀଷ୍ଟ ବିଶ୍ୱାସୀ ହୋଇଥିବାରୁ ସେ ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇଯାଏ। ମାତ୍ର ଏହାର ଅର୍ଥ ହେଉଛି ସେହି ସନ୍ତାନକୁ ଦାବି କରିବା ନିମନ୍ତେ ତା'ର ପିତା କିମ୍ବା ମାତାର ଅଧିକାର ଅଛି। ଲେଖା ଅଛି, ହେ ପିଲାମାନେ, ପ୍ରଭୁଙ୍କ ସକାଶେ ଆପଣା ଆପଣା ପିତାମାତାଙ୍କର ଆଜ୍ଞାବହ ହୁଅ। ଏହାର ଅର୍ଥ ପ୍ରଭୁଙ୍କର ହେବା ନିମନ୍ତେ ଓ ପ୍ରଭୁଙ୍କର ଗୌରବ ନିମନ୍ତେ ପିତାମାତାଙ୍କର ଆଜ୍ଞାବହ ହୁଅ। କାରଣ ଜାଗତିକ ପିତାମାତା ହେଉଛନ୍ତି ଦୃଶ୍ୟ ଈଶ୍ୱର। ଯେଉଁ ପିତାମାତା ପ୍ରଭୁ ଯୀଶୁଙ୍କୁ ଜାଣିଛନ୍ତି ଓ ତାହାଙ୍କୁ ଗ୍ରହଣ କରି ଖ୍ରୀଷ୍ଟ ବିଶ୍ୱାସୀରେ ପରିଣତ ହୋଇଅଛନ୍ତି, ସେମାନଙ୍କର ଆଜ୍ଞାବହ ହୁଅ। ଦ୍ୱିତୀୟରେ, ଏଠାରେ ଯେଉଁ ଆଜ୍ଞାବହ ଶବ୍ଦଟି ବ୍ୟବହାର କରାଯାଇଅଛି ତାହା ପ୍ରକାଶ କରେ ଯେ ଜଣେ ସନ୍ତାନ ଯେପରି ପିତାମାତାଙ୍କର ବାଧ୍ୟ ହେବାକୁ ଅଛି, ଜଣେ ଦାସ ମଧ୍ୟ ସେହିପରି ବାଧ୍ୟ ହେବାକୁ ଅଛି। ପିତାମାତାଙ୍କର ଅବାଧ୍ୟ ହେବା ହେଉଛି ଈଶ୍ୱରଙ୍କ ଆଜ୍ଞା ଲଙ୍ଘନ କରିବା। କାରଣ 10 ଆଜ୍ଞା ମଧ୍ୟରୁ ପଞ୍ଚମ ଆଜ୍ଞାଟି ହେଉଛି ପିତାମାତାଙ୍କୁ ସମାଦର କର। କିନ୍ତୁ ଶେଷ ସମୟରେ ସନ୍ତାନମାନେ ପିତାମାତାଙ୍କର ଅବାଧ୍ୟ ହେବେ ବୋଲି ପବିତ୍ର ବାଇବେଲ ପ୍ରକାଶ କରେ। ଦ୍ୱିତୀୟ ତିମୋଥୀ 3 ପର୍ବର ପ୍ରଥମ 2 ପଦରେ ଏହିପରି ଲେଖା ଅଛି, କିନ୍ତୁ ଏହା ଜାଣିଥାଅ ଯେ ଶେଷ କାଳରେ ଭୀଷଣ ସମୟ ଉପସ୍ଥିତ ହେବ। କାରଣ ଲୋକମାନେ ଆତ୍ମପ୍ରିୟ, ଧନଲୋଭୀ, ଆତ୍ମଗର୍ବୀ, ଅହଙ୍କାରୀ, ନିନ୍ଦକ, ପିତାମାତାଙ୍କର ଅବାଧ୍ୟ, ଅକୃତଜ୍ଞ, ଅପବିତ୍ର, ସ୍ନେହଶୂନ୍ୟ, ଅମିଳନପ୍ରିୟ, ଅପବାଦକ, ଅଜିତେନ୍ଦ୍ରିୟ, ପ୍ରଚଣ୍ଡ, ଉତ୍ତମ ବିଷୟର ଘୃଣାକାରୀ, ବିଶ୍ୱାସଘାତକ, ଦୁଃସାହସୀ, ଦାମ୍ଭିକ ହେବେ ଓ ଈଶ୍ୱରପ୍ରିୟ ନ ହୋଇ ବରଂ ବିଳାସପ୍ରିୟ ହେବେ। ଆଜି ଆମେମାନେ ଏହିପରି ଅନେକ ବିଷୟ ଶୁଣୁ ଯେ ପିଲାମାନେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ, ଏପରିକି ସେମାନଙ୍କୁ ବଦ୍ଧ କରନ୍ତି। ଏହା ହିଁ ହେଉଛି ସେହି ଯୁଗାନ୍ତ ସମୟ, ଯେଉଁ ସମୟରେ କି ଆମେ ବାସ କରୁଅଛୁ ବୋଲି ଦେଖାଇ ଦିଏ। ବର୍ତ୍ତମାନ ଆପଣ ଏପରିକି ଖବରକାଗଜରେ ଲକ୍ଷ୍ୟ କରିବାକୁ ପାରୁଥିବେ, ବିଭିନ୍ନ ପ୍ରକାର ସମ୍ବାଦରେ ମଧ୍ୟ ଲକ୍ଷ୍ୟ କରିବାକୁ ପାରୁଥିବେ ଯେ ପିତାମାତାମାନେ ନିଜର ପିଲାମାନଙ୍କ ଦ୍ୱାରା ଅତ୍ୟାଚାରିତ ହେଉଛନ୍ତି। ସନ୍ତାନମାନେ ସେମାନଙ୍କର ପିତାମାତାମାନଙ୍କୁ ମାନନ୍ତି ନାହିଁ, ଖାତିର କରନ୍ତି ନାହିଁ, ଏପରିକି ହତ୍ୟା ମଧ୍ୟ କରୁଛନ୍ତି। ଆଜି ଯଦି ଆପଣ ଜଗତ ପ୍ରତି ଲକ୍ଷ୍ୟ କରିବେ, ଯୁବତୀମାନେ ଏତେ ଉଚ୍ଛୃଙ୍ଖଳ ଯେ ସେମାନେ କାହାକୁ ମାନନ୍ତି ନାହିଁ।
ସେମାନେ ନିଜର ପିତାମାତାଙ୍କୁ ମାନନ୍ତି ନାହିଁ କି ଅଭିଭାବକମାନଙ୍କୁ ମାନନ୍ତି ନାହିଁ, ଆଉ ସେମାନେ ନିଜର ସ୍ୱେଚ୍ଛାଚାରିତାରେ ଜୀବନଯାପନ କରିବା ପାଇଁ ଚାହାନ୍ତି। ଆଉ ଏଠାରେ ଏଇ ଯେଉଁ ସମସ୍ତ ବିଷୟ ଉଲ୍ଲେଖ ହୋଇଅଛି, ସେହି ସମସ୍ତ ବିଷୟ ବର୍ତ୍ତମାନ ଆପଣ ଲକ୍ଷ୍ୟ କରିବାକୁ ପାରୁଥିବେ। ଆଜି କାହିଁକି ଏପରି ଘଟୁଅଛି? ଯେହେତୁ ପ୍ରଭୁଙ୍କର ବାକ୍ୟ ମଧ୍ୟ ସଫଳ ହେବା ପାଇଁ ଯାଉଅଛି। ପ୍ରଭୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଯେଉଁ ସମସ୍ତ ବିଷୟ ପ୍ରକାଶ କରିଅଛନ୍ତି, ତାହା ନିଶ୍ଚିତ ଭାବରେ ଘଟିବ। ତେଣୁକରି ଆଜି ଜଗତ ମଧ୍ୟରେ ଆମେ ଏଇ ଯେଉଁ ସମସ୍ତ ବିଷୟ ଲକ୍ଷ୍ୟ କରୁଅଛୁ, ଏହା କିଛି ନୂଆ ବିଷୟ ନୁହେଁ। ଏହା ପ୍ରଭୁ ଆମମାନଙ୍କୁ ତାଙ୍କର ବାକ୍ୟ ମଧ୍ୟ ଦେଇ ଜଣାଇ ସାରିଛନ୍ତି। ତେଣୁକରି ସେଥି ନିମନ୍ତେ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ଅଛି। ଆମମାନଙ୍କର ସନ୍ତାନମାନଙ୍କୁ ଆମମାନେ ପ୍ରଭୁଙ୍କ ନିମନ୍ତେ ବଢ଼ାଇବାକୁ ଅଛି। ଆମମାନେ ସେମାନଙ୍କୁ ପ୍ରଭୁରେ ବଢ଼ାଇବା ସଙ୍ଗେ ସଙ୍ଗେ ସେମାନେ ଯେପରି ପ୍ରଭୁଙ୍କ ବିଷୟ ଜାଣନ୍ତି, ସେଥିପ୍ରତି ଦୃଷ୍ଟି ଦେବାର ଅଛି। ଆଉ ଯେଉଁମାନେ ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିବା ନିମନ୍ତେ ବିଶେଷ ଆଗ୍ରହୀ, ଆମେ ସେମାନଙ୍କ ଜୀବନରେ କୌଣସି ପ୍ରକାର ପ୍ରତିବନ୍ଧକ ସୃଷ୍ଟି ନ କରୁ। ଆଜି ଯଦି ଯୁବା ଯୁବତୀମାନେ ପ୍ରଭୁଙ୍କର ବାକ୍ୟ ବିଷୟରେ ଉଦ୍ଯୋଗୀ ହେଉଛନ୍ତି, ତାହେଲେ ତାହା ପିତାମାତାଙ୍କ ନିମନ୍ତେ ଏକ ମହା ଆନନ୍ଦର ବିଷୟ, ଗୌରବର ବିଷୟ। କିନ୍ତୁ ଦୁଃଖର ବିଷୟ, ଆଜି ଅନେକ ପିତାମାତାମାନେ ନିଜର ସନ୍ତାନମାନେ ଯଦି ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରନ୍ତି, ସେମାନେ ତହିଁରେ ପ୍ରତିବନ୍ଧକ ଉପୁଜାନ୍ତି। ଏହା କ'ଣ ଦୁଃଖର ବିଷୟ ନୁହେଁ କି? ଆମର ସନ୍ତାନମାନେ ଯଦି ଭଲ ଶିକ୍ଷା ଶୁଣନ୍ତି, ପ୍ରଭୁଙ୍କ ବିଷୟରେ ଶିକ୍ଷିତ ହୁଅନ୍ତି, ତାହେଲେ ତହିଁରେ ଅସୁବିଧା କ'ଣ ଅଛି? ସେମାନେ ତ କୌଣସି ଅବାଟରେ ଯାଉନାହାନ୍ତି, ସେମାନେ ତ କୌଣସି ମନ୍ଦ ଅଭିପ୍ରାୟରେ ଯାଉନାହାନ୍ତି, ସେମାନେ ତ କୌଣସି ମନ୍ଦ ବାଟରେ ଯାଉନାହାନ୍ତି, ସେମାନେ ତ କୌଣସି ଦୁଷ୍ଟ କାର୍ଯ୍ୟ କରିବା ପାଇଁ ଯାଉନାହାନ୍ତି। ମାତ୍ର ସେମାନେ ସେମାନଙ୍କର ଜୀବନକୁ ରକ୍ଷା କରିବା ପାଇଁ ଯାଉଅଛନ୍ତି। ତାହେଲେ ସେମାନେ ଯଦି ପ୍ରଭୁ ଯୀଶୁଙ୍କ ବିଷୟରେ ଜାଣି ନିଜର ଜୀବନକୁ କୁପଥରୁ ରକ୍ଷା କରନ୍ତି, ବିପଦରୁ ରକ୍ଷା କରନ୍ତି, ବିନାଶରୁ ରକ୍ଷା କରନ୍ତି, ତାହେଲେ କ'ଣ ତାହା ପିତାମାତାମାନଙ୍କ ପ୍ରତି ଏକ ଆନନ୍ଦର ବିଷୟ ନୁହେଁ କି? ଗୌରବର ବିଷୟ ନୁହେଁ କି? ଆଜି ଏ ଜଗତରେ ଅନେକ ଅଛନ୍ତି ଯେଉଁମାନେ କି ଆତ୍ମିକ ଜୀବନର ଅନ୍ଧ ହୋଇ ରହିଅଛନ୍ତି। ସେମାନେ ଅବାଟରେ ଚାଲିଯାଇଛନ୍ତି, କିନ୍ତୁ ସେମାନଙ୍କୁ ପ୍ରଭୁଙ୍କ ବିଷୟରେ ଜାଣିବାକୁ ଅଛି। ତେଣୁକରି ପିତାମାତା ହିସାବରେ ଯଦି ଆମେ ଦେଖୁ ଯେ ଆମମାନଙ୍କର ସନ୍ତାନମାନେ ଅବାଟରେ ଯାଉଛନ୍ତି, ତାହେଲେ ଆମେ ସେମାନଙ୍କୁ ଚେଷ୍ଟା କରୁ ଯେପରି ଭଲ ବାଟକୁ ଆଣିବା ପାଇଁ। ପ୍ରଭୁ ଯୀଶୁଙ୍କ ବିଷୟରେ ସେମାନଙ୍କୁ ଶିକ୍ଷା ଦେଉ, ତାହେଲେ ସେମାନେ ଭଲ ବିଷୟ ଶିଖିପାରିବେ। ସେହି ଦୁଷ୍ଟ ପଥରୁ ସେମାନେ ନିଜର ଜୀବନକୁ ରକ୍ଷା କରିପାରିବେ, ବିନାଶରୁ ସେମାନେ ସେମାନଙ୍କର ଜୀବନକୁ ରକ୍ଷା କରିପାରିବେ। ତା ନହେଲେ ବର୍ତ୍ତମାନ ଏହି ଦୁର୍ଦ୍ଦିନ ସମୟରେ ନିଜର ଜୀବନକୁ ରକ୍ଷା କରିବା ଏତେ ସହଜ ବିଷୟ ନୁହେଁ। ଏହି ଦୁର୍ଦ୍ଦିନ ସମୟରେ ଆମମାନଙ୍କୁ ଅତି ସତର୍କତାର ସହିତ ଜୀବନଯାପନ କରିବାକୁ ଅଛି, ଅତି ଜାଗ୍ରତର ସହିତ ଜୀବନଯାପନ କରିବାକୁ ଅଛି। ଆଉ ବିଶେଷରେ ଈଶ୍ୱରଙ୍କର ବାକ୍ୟକୁ ଅଧ୍ୟୟନ କରି ସେହି ବାକ୍ୟ ଅନୁଯାୟୀ ନିଜର ଜୀବନକୁ ଶୃଙ୍ଖଳିତ କରିବାକୁ ଅଛି। ସେ ନିଜର ଜୀବନକୁ ସମୀକ୍ଷା କରି ପ୍ରଭୁଙ୍କ ବାକ୍ୟ ଅନୁଯାୟୀ ସଜାଡ଼ିବାକୁ ଅଛି। ତାହେଲେ ଏହି ମନ୍ଦ ଜଗତରେ ଆମମାନେ ଆମମାନଙ୍କର ଜୀବନକୁ ବିନାଶରୁ ରକ୍ଷା କରିପାରିବା। ମୁଁ ଜାଣେ ନା ଆଜି ଆପଣଙ୍କର ପରିବାରର ପରିସ୍ଥିତି କ'ଣ, ମାତ୍ର ଯଦି ଆପଣଙ୍କ ପରିବାର ମଧ୍ୟରୁ କୌଣସି ସନ୍ତାନ ସନ୍ତତି ଅବାଟରେ ଯାଉଛନ୍ତି, ତାହେଲେ ତାଙ୍କୁ ପ୍ରଭୁ ଯୀଶୁଙ୍କ ବିଷୟରେ ଶିଖାନ୍ତୁ, ପ୍ରଭୁ ଯୀଶୁଙ୍କର ବାକ୍ୟ ଶୁଣାନ୍ତୁ। ସେମାନେ ନିଶ୍ଚିତ ଭାବରେ ନିଜର ଜୀବନକୁ ବିନାଶରୁ ରକ୍ଷା କରିପାରିବେ। ତାହା ନହେଲେ ବିନାଶରୁ ନିଜର ଜୀବନକୁ ରକ୍ଷା କରିବା ଏତେ ସହଜ ବିଷୟ ନୁହେଁ। ପ୍ରକୃତରେ ବାଳକର ଜୀବନରେ ଏକ ସମୟ ଆସିବ ଯେତେବେଳେ କି ତାହାର ପିତାମାତାଙ୍କ ବିରୁଦ୍ଧରେ ସେ ବିଦ୍ରୋହ କରିବ। କାରଣ ଏହା ହେଉଛି ଏକ ସମୟ ଯେଉଁ ସମୟରେ କି ସେ ବିବାହ କରି ତାହାର ପରିବାର ଗଠନ କରିବା ନିମନ୍ତେ ବାହାରିବ। ଈଶ୍ୱର ତାହାକୁ ଏକ ସ୍ୱଭାବ ଦେଇଅଛନ୍ତି ଯାହାକି ସେ ନିଜ ପିତାମାତାଙ୍କ ବିରୁଦ୍ଧରେ ବିଦ୍ରୋହ କରିବ। ତେବେ ଏହି ପ୍ରକାରର ବିଦ୍ରୋହ ଓ ସ୍ୱାଧୀନ ହୋଇ ରହିବା ନିମନ୍ତେ ପ୍ରୟାସ ଅବାଧ୍ୟତାଠାରୁ ଭିନ୍ନ। କିନ୍ତୁ ସେ ଯାଉ ନା କାହିଁକି ସେ ନିଜର ପିତାମାତାଙ୍କର ବାଧ୍ୟ ହୋଇ ରହିବା ଉଚିତ ଓ ପିତାମାତା ତାହାଙ୍କର ସନ୍ତାନମାନଙ୍କୁ ବଶୀଭୂତ କରି ରଖିବା ଉଚିତ। ଈଶ୍ୱର ଚାହାନ୍ତି ପିତାମାତାମାନେ ଯେପରି ବାଲ୍ୟକାଳରୁ ତାହା କରନ୍ତି ଓ ନିଜର ପିଲାମାନଙ୍କୁ ସେମାନଙ୍କର
ବଶୀଭୂତ କରି ରଖନ୍ତି। କିନ୍ତୁ ଯେଉଁ ପିତାମାତାମାନେ ସେମାନଙ୍କର ସନ୍ତାନମାନଙ୍କୁ ପିଲାଟି ସମୟରୁ ଶାସନ ନ କରି ଛାଡ଼ି ଦିଅନ୍ତି କିମ୍ବା ସେମାନଙ୍କୁ ବଶୀଭୂତ କରି ରଖନ୍ତି ନାହିଁ, ସେମାନେ ଭୁଲ କରନ୍ତି। ତେଣୁ ଆସୁ ନିଜର ପିଲାମାନଙ୍କୁ ବାଧ୍ୟତା ଶିଖାଉ, ଯେପରି ସେମାନେ ଜୀବନର ଶେଷ ପର୍ଯ୍ୟନ୍ତ ତହିଁରୁ ବିଚ୍ୟୁତ ନ ହୁଅନ୍ତି। ପ୍ରିୟ ବନ୍ଧୁ, ବର୍ତ୍ତମାନ ହେଉଛି ସମୟ, ଯଦି ଆମମାନଙ୍କର ପିଲାମାନେ ଅବାଟରେ ଯାଉଛନ୍ତି, ସେମାନଙ୍କୁ ପ୍ରଭୁରେ ବଢ଼ାଇବା କର୍ତ୍ତବ୍ୟ ହେଉଛି ପିତାମାତାଙ୍କର। ଯଦି ପ୍ରଭୁ ଆମମାନଙ୍କୁ ପିତାମାତା ସ୍ୱରୂପେ ରଖିଅଛନ୍ତି, ତାହେଲେ ଆମମାନେ ସେମାନଙ୍କୁ ପ୍ରଭୁଙ୍କର ବାକ୍ୟ ଶିକ୍ଷା ଦେଇ ସେମାନଙ୍କୁ ପ୍ରଭୁରେ ବଢ଼ାଇବା ଉଚିତ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ଆଦର୍ଶ ପିତାମାତା ସ୍ୱରୂପେ ବ୍ୟବହାର କରନ୍ତୁ।